ତ ହେଇ ଗାଇସ୍ ଦେଖିପାରୁଥିବେ ତ ବର୍ତ୍ତମାନ ଆମେ ପହଞ୍ଚିଗଲୁ ଓଡ଼ଗାଁ ନିକଟବର୍ତ୍ତୀ। ତ ସେଠି ଥିବା ରଘୁନାଥ ମନ୍ଦିରରେ ତ ଏଠି ରାମ ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଅଛି। ତ ଭିତରକୁ କ୍ୟାମେରା ଆଲାଉ ନାହିଁ, ସେଥିପାଇଁ ମୁଁ ଦେଖେଇ ପାରିଲିନି ମନ୍ଦିର। ତ ଭିଡ଼ିଓକୁ ଦେଖିବା ପାଇଁ, ପୁରା ମନ୍ଦିର ଦେଖିବା ପାଇଁ ଶେଷ ଯାଏଁ ଭିଡ଼ିଓ ଦେଖନ୍ତୁ। ତ ଦେଖିପାରୁଥିବେ ଏରାଉଣ୍ଡ ଏରିଆ କିଛି ଏମିତି ଅଛି, ତ ମନ୍ଦିର ଦେଖିପାରୁଥିବେ। ତ ପୁଣି ଆମେ ଆସି ପହଞ୍ଚିଗଲୁ ନୟାଗଡ଼ ଡିଷ୍ଟ୍ରିକ୍ଟର ଫତେଗଡ଼ ଥିବା ଶ୍ରୀରାମ ମନ୍ଦିର। ତ ଦେଖିପାରୁଥିବେ ଏଇଟା ହେଉଛି ସେ ମନ୍ଦିର। ତ ଭିଡ଼ିଓକୁ ଦେଖନ୍ତୁ, ଫୁଲ୍ ଭିଡ଼ିଓରେ ପୁରା ମନ୍ଦିର ଦେଖିପାରିବେ। ତ ଆଜି ଆମେ ପୁରା ତିନୋଟି ଜାଗା ବୁଲିଛୁ, ତ ପୁରା ଭିଡ଼ିଓରେ ଆଭେଲେବଲ୍ ଅଛି। ତ ଆପଣମାନେ ଦୟାକରି ଶେଷ ଯାଏଁ ଭିଡ଼ିଓକୁ ଦେଖନ୍ତୁ, ବିନା ସ୍କିପ୍ ନ କରି। ତ ଏଇଟା ଥିଲା ଓଡ଼ଗାଁର तो हे गाइस जय जगन्नाथ वेलकम बैक टू माय यूट्यूब चैनल। तो गाइस आज हम बाहरछु, आपण तो थंबनेल देखि जानि पाथिबे तो हम दी भाई बाहरछु। काली मु आस्तली माने गारू एमती वर्षा होला, मो जेमती मु आसे मु जान सेटा एमती मते बाध्य करतला आसिया पे। माने वर्षा रे एते वर्षा होउची हैला, माने प्रबल वर्षा रे भी मु आसली गां होला, कारण आको ट्यूशन रे मु हम बाहरछलु प्रकृतर साइकेल राइड रे जिबा पे। हम भाइतलो कटक होला, सेटा कि जानि सस्पेंस थिला। हम साइकेल राइडिंग रे कटक जाइथन मंदिर होला। ये डाकिला कहला आम सड़ी जाइछन पळिया, हम पळिया आसली, मते बहुत बाध्य कला। सेति तो हम पळियाले वर्तमान। तो जेते बारते हम दिजण जाउछु तो एडा हम नानी अछि, नानी हाय गले नानी हाय गले। हां तो हाथ हाय गले एडा काडी दिया समझ। तो देखबार जे कष्ट पड़ा होला, कष्ट पड़ा देखछ तो मुंडी मारी जाओ, कष्ट पड़ा देखबार जे हमर रिजल्ट सब जरी। तो बस टी हाय जे ता ट्यूशन सेडे तो जिबा सेडी की। तो देखिपारथिबे तो हम दीटा लगेज बैग पूरा पैकिंग है। आरे मोर यूट्यूब सामान अछि, तारे हमर ड्रेस पैंट स्वेटर फुटर वगैरह सब अछि ला। तो चलो गाइस वीडियो वीडियो स्टार्ट करबा।
ତ ହେ ଗାଇସ୍, ତ ବର୍ତ୍ତମାନ ଆମେ ପହଞ୍ଚିଗଲେ ଆସି ନୟାଗଡ଼ ଡିଷ୍ଟ୍ରିକ୍ଟର ଓଡ଼ଗାଁର ରଘୁନାଥ ମନ୍ଦିରରେ। ତ ଦେଖିପାରୁଥିବେ ଏଇଟା ହେଉଛି ସେ ରଘୁନାଥ ମନ୍ଦିର। ତ ଆପଣଙ୍କୁ ମୋ ଭିଡ଼ିଓ କ୍ଲିପ୍ରେ ମାନେ ଯେଉଁ ଷ୍ଟାର୍ଟିଂରେ କହିଥିଲି କି ଆମେ ଯାଉଛୁ ମାନେ ଯେଉଁ କଟକ ଯାଉଛୁ, ତ ସରି ସେଥିପାଇଁ ତ ଭୁଲରେ କହିଥିଲି। ତ ଆମେ ନୟାଗଡ଼ ଡିଷ୍ଟ୍ରିକ୍ଟ ଓଡ଼ଗାଁ ମନ୍ଦିରରେ ପହଞ୍ଚିଗଲୁ। ତ ଆମେ ରଘୁନାଥ ମନ୍ଦିର ଭିତରକୁ ପ୍ରବେଶ କରୁଛୁ ବର୍ତ୍ତମାନ। ତ ଏରିଆ ବହୁତ ସୁନ୍ଦର ଅଛି। ତ ଚାଲନ୍ତୁ ମୁଁ ତମକୁ ଭିତରକୁ ଯାଇ ଦେଖାଉଛି ଏରିଆ କେମିତି ଅଛି। ତ ଏଇଟା ହେଲା ଫାଷ୍ଟ ଏଣ୍ଟ୍ରାନ୍ସ ଗେଟ୍। ତ ଭିତରେ କ୍ୟାମେରା ଆଲାଉ ନାହିଁ, ସେଥିପାଇଁ ମୁଁ ଆପଣଙ୍କୁ ଭଗବାନଙ୍କର ଫଟୋ ଦେଖାଇ ପାରିବି ନାହିଁ। ତ ଦେଖିପାରୁଥିବେ ସାଇଡ଼ରେ ଅଛି ଜଗନ୍ନାଥ ମାନେ ଯେଉଁ ଜଗନ୍ନାଥ ମୂର୍ତ୍ତି ଅଛି। ତ ଭିତରେ ଦେଖିପାରୁଥିବେ ଏଇଟା ଅଛି ଭିତର ପାର୍ଶ୍ୱ। ତ ସାଇଡ଼ରେ ଦେଖିପାରୁଥିବେ କେତେ ଗୁଡ଼ାଏ ମନ୍ଦିର ଅଛି। ତ ଚାଲ ଗାଇସ୍ ପୁରା ମନ୍ଦିରକୁ ପୁରା ଦର୍ଶନ କରିବା। ତ ମୁଁ ତମକୁ କିଛି ସିନେମାଟିକ୍ ଭିଡ଼ିଓ ଦେଖାଉଛି, ଚାଲ ଏନ୍ଜୟ। ରଘୁନାଥ ମନ୍ଦିର ଓଡ଼ଗାଁର ହେଲା, ନୟାଗଡ଼ ଡିଷ୍ଟ୍ରିକ୍ଟ ଓଡ଼ଗାଁର। ଏମିତି କିଛି ଲୋକେସନ୍ ଅଛି, ତ ଦେଖିପାରୁଥିବେ। ତ ହେ ଗାଇସ୍, ତ ଆମର ଏବେ ରଘୁନାଥ ମନ୍ଦିର ବୁଲା ସରିଲା। ତ ଆମେ ଏବେ ଯିବୁ କୋଉଠି ନା, ଏବେ ଯିବୁ ଫେତାଗଡ଼, ନୟାଗଡ଼ ଡିଷ୍ଟ୍ରିକ୍ଟ ରାମ ମନ୍ଦିର। ତ ଚାଲ ଯିବା। ତ ହେ ଗାଇସ୍, ଜୟ ଜଗନ୍ନାଥ। ତ ବର୍ତ୍ତମାନ ଆମେ ପହଞ୍ଚିଗଲେ ଅଛି ନୟାଗଡ଼ ଡିଷ୍ଟ୍ରିକ୍ଟର କୋଉଠି ନା ରାମ ମନ୍ଦିର ହେଲା। ତ ଦେଖିପାରୁଥିବେ ଲୋକେସନ୍ ଏରିଆ କିଛି ଏମିତି ଅଛି। ତ ସେ ଉପରେ ଅଛି ରାମ ମନ୍ଦିର ହେଲା, ପାହାଡ଼ ଉପରେ ଅଛି ରାମ ମନ୍ଦିର ହେଲା। ତ ଆମେ ସେଇଠିକି ଯିବୁ ଏବେ। ବର୍ତ୍ତମାନ ଏଠି ରୋଷେଇ ହେବ। ତ ବସ୍ ଆସି ଠିଆ ହେଲାଣି, ବସ୍ ଗୋଟେ ବୋଲେରୋ ଗୋଟେ ହେଇଥିଲା। ତ ଦେଖିପାରୁଥିବେ, ତ ଏମିତି କିଛି ଅଛି ଲୋକେସନ୍ ଏରିଆ। ତ ଚାଲ ଗାଇସ୍ ଯିବା ମନ୍ଦିରକୁ।
ହେ ଗାଇସ୍, ତ ଦେଖିପାରୁଥିବେ ବର୍ତ୍ତମାନ ଆମେ ଆଜି ଫାଇନାଲି ପହଞ୍ଚିଗଲୁ ସେଇ ଫେତାଗଡ଼ ରାମ ମନ୍ଦିର ନିକଟରେ। ତ ଚାଲନ୍ତୁ ଦେଖିବା ମନ୍ଦିର କେମିତି କ'ଣ ଅଛି। ଏହି ମନ୍ଦିରରେ ତ ମାନେ ଜମାରୁ ଏଲା ହେଲା ନାହିଁ। ସେଇ ମନ୍ଦିରରେ ଯାହା ଟିକେ ହେଲେ ଏଲାଉ ହେଲା, ଆପଣମାନଙ୍କୁ ଦେଖେଇଲି ଭଗବାନଙ୍କର ମୂର୍ତ୍ତି। ତ ଏଇ ମନ୍ଦିରରେ କିଛି ବି ଏଲାଉ ଦେଲେ ନାହିଁ ହେଲା। ତ ମୁଁ ଭିଡ଼ିଓ କରିଥିଲି, ତାଙ୍କେ ନାହିଁ କଲେ ବନେଇବା ପାଇଁ। ତ ସେଥିପାଇଁ ଭିଡ଼ିଓ ବନେଇବା ପାଇଁ ଏଲାଉ ନାହିଁ। ପୁରା ତାରାତାରିଣୀ ମନ୍ଦିର ଭଳିଆ ପୁରା ସୁନ୍ଦର ହେଇଛି। ତ ଦେଖନ୍ତୁ। ତ ହେ ଗାଇସ୍, ତ ବର୍ତ୍ତମାନ ଏବେ ଫେତାଗଡ଼ ରାମ ମନ୍ଦିରରୁ ଫେରି ଆସିଲୁ। ତ ମୁଁ ଆପଣଙ୍କୁ ଅନଫର୍ଚୁନେଟଲି ଦେଖେଇ ପାରିଲି ନାହିଁ ମନ୍ଦିର। ତ ମୁଁ କେତେ କୋସିସ୍ ବି କଲି ଭିଡ଼ିଓ କରିବା ପାଇଁ, ସେମାନେ ନାହିଁ କଲେ, ପରମିସନ୍ ବି ଆଣିଲି, ନାହିଁ କଲେ। ସେଥିପାଇଁ ମୁଁ ଦେଖେଇ ପାରିଲି ନାହିଁ, ସେଥିପାଇଁ ମୁଁ ଦୁଃଖିତ। ତ ଆମେ ବର୍ତ୍ତମାନ ଫେରି ଆସିଛୁ। ତ ଆମେ ଯିବୁ, ଏହାପରେ ଯିବୁ ଆମେ କଣ୍ଟିଲୋ ନୀଳମାଧବ। ତ ଚାଲ ଆମେ ତଳକୁ ଫେରୁଛୁ, ତାପରେ ଯିବା। ତ ଏବେ ତ ରୋଷେଇ ହେଇଛି, ତଳେ ରୋଷେଇ ହେଇଛି। ତ ଖାଇକି ବାହାରିବୁ ପୁଣି କଣ୍ଟିଲୋ ନୀଳମାଧବ। ତ ଚାଲ ଆପଣଙ୍କୁ ମୁଁ ଦେଖାଉଛି। ତ ଦେଖିପାରୁଥିବେ ଆମ୍ବୁଲାନ୍ସ ଗୋଟେ ଆସୁଛି। ତ ଏଠି ଆମ୍ବୁଲାନ୍ସ ସୁବିଧା ବି ଅଛି, କାରଣ କାହାର ବି ଯଦି କ'ଣ ହେଇଯିବ, ସେଥିପାଇଁ ଆମ୍ବୁଲାନ୍ସ ସୁବିଧା ବି ଅଛି। ତ ଆମ୍ବୁଲାନ୍ସ ଯାଇଥିଲା, ଗୋଟେ ଶିଶୁଟେ ମାନେ ଗୋଟେ ଝିଅଟେ ବେହୋସ ହେଇଥିଲା, ସେଥିପାଇଁ ତାକୁ ଆଣିବା ପାଇଁ ଯାଇଥିଲା। ତ ଦେଖିପାରୁଥିବେ ଏଇଟା ହେଲା ଆମ୍ବୁଲାନ୍ସ। ତ ଚାଲ ଗାଇସ୍ ତଳକୁ ଯିବା। ତ ଟିକେ ବାଟ ସାରା ଏନ୍ଜୟ କର, ତାପରେ ଯିବା କଣ୍ଟିଲୋ ନୀଳମାଧବ। ତ ହେ ଗାଇସ୍, ବର୍ତ୍ତମାନ ପହଞ୍ଚିଗଲୁ ଆମେ ଫାଇନାଲି ଆସିକି କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟରେ। ତ ବସ୍ ରହିଲା ଏଇଠୁ ଆମେ ଏତିକି ବର୍ତ୍ତମାନ ଗୋଟେ 1/2 କିଲୋମିଟର ଖଣ୍ଡେ ଚାଲିବାକୁ ପଡ଼ିବ, କାରଣ ଏ ଭିତରକୁ ବସ୍ ଯାଇପାରିବ ନାହିଁ। କାରଣ ଏଠି ପସରା ପଡ଼ିଛି, ରାସ୍ତା ଟିକେ ଜାମ୍ ଅଛି, ଯାଇପାରିବ ନାହିଁ। ତ ସେଥିପାଇଁ ଆମେ ରହିଗଲା ବସ୍। ତ ଆମେ ଏଠି ସବୁ ଚାଲି ଯାଉଛୁ। ତ ଦେଖିପାରୁଥିବେ ସାଇଡ଼୍ରେ କିଛି ପସରା ପଡ଼ିଛି। ତ ସାଇଡ଼୍ରେ ଦେଖିପାରୁଥିବେ ଗୋଟେ ଶିବଲିଙ୍ଗଟେ ଗଲା, ସେଇଟା ମାନେ ମନ୍ଦିରଟା ବନ୍ଦ ଥିଲା। ସେଇଟା ହେଉଛି ବଡ଼ ଶିବଲିଙ୍ଗଟେ ଥିଲା ଗୋଟେ, ସେଇଟା ପୂଜା ଚାଲିଥାଏ। ତ ସେଇଟା ବନ୍ଦ ଥିଲା, ସେଥିପାଇଁ ଆମେ ଅନଫର୍ଚୁନେଟଲି ଯାଇପାରିଲୁ ନାହିଁ। ତ ଆମେ ଯାଉଛୁ ଏବେ ବର୍ତ୍ତମାନ କଣ୍ଟିଲୋ ନୀଳମାଧବ ଦେଖିବା ପାଇଁ। ତ ଏଇଟା ବାଟ, ତ ଆମେ ଏଇଠୁ ଗୋଟେ 1/2 କିଲୋମିଟର ଖଣ୍ଡେ ଚାଲିବୁ, ଚାଲି ସାରିଲା ପରେ ଆସିବୁ କଣ୍ଟିଲୋ ନୀଳମାଧବ ହେଲା। ତ ଏଇଠୁ ଆମକୁ ଯିବାକୁ ପଡ଼ିବ କ'ଣ ନା, ଦେଖିବାକୁ ପଳେଇ ଆସିଲା ଗୋଟେ ତାର। ତ ଦେଖିପାରୁଥିବେ ଏଇଟା ହେଲା ସେ କଣ୍ଟିଲୋ ନୀଳମାଧବ ମନ୍ଦିର। ତ ଆମେ ଆସି କଣ୍ଟିଲୋ ନୀଳମାଧବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଗଲୁ। ତ ଆମେ ଜୋତା କାଢ଼ୁଛୁ, ଜୋତା କାଢ଼ିବି ମାନେ ମନ୍ଦିର ପ୍ରବେଶ କରିବୁ। ତ ଏଇଟା ହେଲା ଗରୁଡ଼ ସ୍ତମ୍ଭ ଆଗରେ ଦେଖିପାରୁଥିବେ ଅଛି। ତ ଏଇଠୁ 22ଟି ପାହାଚ ଚଢ଼ିକି ଯିବାକୁ ପଡ଼ିବ। ତ ବାହାରେ ଅଛି, ମାନେ ସାଇଡ଼୍ରେ ଅଛି ଗରୁଡ଼ଙ୍କର ମୂର୍ତ୍ତି ବା ଗୋଟେ ଛୋଟିଆ ମନ୍ଦିରଟା ଟାଇପ୍ର ହେଇଛି। ତ ଆମେ ଯାଉଛୁ ବର୍ତ୍ତମାନ ଭିତରକୁ। ତ ଚାଲ ଗାଇସ୍ ଦେଖିପାରୁଥିବେ ଏଇଟା ହେଉଛି ଗରୁଡ଼ଙ୍କର ଗୋଟେ ଛୋଟିଆ ମନ୍ଦିର ଟାଇପ୍ର ମୂର୍ତ୍ତି ଗୋଟେ ହେଇଛି ହେଲା। ଏଇଠି ବି ଗରୁଡ଼ଙ୍କୁ ପୂଜା ପାଆନ୍ତି। ତ ଆମେ ଭିତରକୁ ଯିବୁ ବର୍ତ୍ତମାନ ଏବେ। ତ ଏଇଠି ଗୋଟେ କ'ଣ ହେଲା ନା, ଏଇଠି ମୋତେ ଗୋଟେ ଖରାପ ଲାଗିଲା ଗୋଟେ ଜିନିଷ କ'ଣ ନା, ଦେଖ ଆପଣ କ'ଣ ପାଇଁ ଯାଉଛନ୍ତି ପ୍ରକୃତରେ ମନ୍ଦିରକୁ? ଭଗବାନଙ୍କ ଦର୍ଶନ କରିବା ପାଇଁ,
ଆଉ ଆପଣଙ୍କ ଭାଗ୍ୟରେ ଯେତେ ଅଛି ଦାନ କରିବା ପାଇଁ। ଏଠି କୋଉଟେ କ'ଣ ହେଲା ଦେଖିପାରୁଥିବେ ଆପଣ କୋଉ ଜାଗାକୁ ଯାଉଥିବେ, ଗୋଟେ ଅଟୋ ମାନେ ଅଟୋ ସଜେଇ ହେଇକି ଧାଡ଼ିରେ ଅଛି। ସେ ଅଟୋବାଲା କ'ଣ କରିବ, ସିଏ କହିବ ଏ ଆସ ମୁଁ ଛାଡ଼ିଦିଏ ନେଇକି, ମୁଁ ଏତିକି ପଇସା ନେଇ ସେତିକି ପଇସା ନେଇ ଏତିକି ଛାଡ଼ିଦିଏ। ମୁଁ ସେ କହୁଛି ଆସ ମୁଁ ଏବେ ଆଣି ଛାଡ଼ିଦିଏ। ସେ କହୁଛି ଏଠି ସେମିତି ଆମ ସିଚୁଏସନ୍ ହେଲା ମାଳିଙ୍କ ଭିତରେ। କାରଣ ନା ଭଗବାନ ସବୁଠି ସବୁ ପୂଜା ପାଆନ୍ତି, ଆମେ ମାନୁଛୁ ସବୁଆଡ଼େ, ଆମେ ଗୋଟେ କରି ଦର୍ଶନ କରିବାକୁ ଭାବିଥିଲୁ। ତ କ'ଣ ହେଲା ନା ମାନେ ଏଠିକାର ମାଳି କ'ଣ ନା ଇଏ ଝିକାଡ଼ୁଛି, କହୁଛି ଏଇଠିଆ ଦର୍ଶନ କରିବୁ, ସିଏ କହୁଛି ଏଇଠିଆ ଦର୍ଶନ କରିବୁ। ଆମେ କହିଲେ ଆମେ ତ ଯାଉଛୁ ନା ଗୋଟେ ଦେଖିକି, ଆପଣ ନାଇଁ କହୁଛି ଯିବା ପାଇଁ। ସେ କହୁଛି ତୁ ଏଇଠି ଫାଷ୍ଟ ଦେଖିଦେଇ ପଡ଼ୁ। ସେ କହୁଛି ତୁ ଏଇଠି ଫାଷ୍ଟ ଦେଖିଦେଇ ପଡ଼ୁ। ଏଇଠି ଭଗବାନଙ୍କ ଦର୍ଶନ କରିବା ପରେ କୋଶ୍ଚିନ୍ ଉଠିଲାଣି। ଏଇଠି ଉଠିଲା ତାଙ୍କର ଯେଉଁ ମାଗୁଛନ୍ତି ଦକ୍ଷିଣା, ଆମେ ଦେବା ପାଇଁ ନାହିଁ କରୁନୁ ଦକ୍ଷିଣା। ତ ଆମ ଭାଗ୍ୟରେ ଆମେ ଯେତେଟା ହିଁ ଦେବୁ, ତା ବୋଲି ଆପଣ ଝିକିବେ ନା କ'ଣ? ଆମେ ଗୋଟେ ଦର୍ଶନ କରି ଯାଉଛୁ, ଆପଣଙ୍କୁ ଦେବୁ। ଏଇଠି ସେଥିପାଇଁ ଆମେ ମାନେ ଏତେ ଟିକେ ଖରାପ ଲାଗିଲା। ତ ଦେଖିପାରୁଥିବେ ତ ଆମେ ପହଞ୍ଚିଗଲୁଣି ଆସିକି। ତ ଚାଲ ବେଶୀ କିଛି ନ କହି ଦେଖୁଛି ଆପଣଙ୍କୁ ମନ୍ଦିର। ତ ଏଇଟା ଥିଲା ଗୋଟେ ମାଇନସ୍ ପଏଣ୍ଟ ଏଇଠି ମନ୍ଦିର। ତ ଚାଲ ଏନ୍ଜୟ କର। से वीडियो को दक्षिण चिल्लर पैसा तो हे गाइस तो देखि पारथिबे एटा थिला कंटोल नीलमाधव मंदिर। तो आपण तो देखिले वीडियो पूरा। तो वर्तमान हेलानी एबे शार्प 10टा राति 10टा हेलानी। तो आम घर फेरबू वर्तमान एबे। तो आहरी जगह रहीगला बाकी। तो राति हेलानी सेतिमे आउ बुलिलु नाही कारण पिला माने आस्तिले तांका रिस्क नेलु नाही। तो आमे रहउची देखा बा ओडो नुवा ब्लॉग रे। बाय।